ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର ପାଇଁ ଢେଙ୍କାନାଳ ଜିଲ୍ଲାର ଗଅନ୍ଦିଆ ବ୍ଲକର ପ୍ରସିଦ୍ଧ ଶୈବପୀଠ କପିଳାସଠାରେ ଶ୍ରାବଣୀ ଭାର ଧରି ଲକ୍ଷାଧିକ କାଉଡ଼ିଆ ନିଜର ମାନସିକ ବ୍ରତ ପୂରଣ ପାଇଁ ବାବା ଚନ୍ଦ୍ରଶେଖରଙ୍କ ପୀଠକୁ ଲମ୍ବା ଲମ୍ବା ଧାଡ଼ିରେ ଖାଲି ପାଦରେ କାନ୍ଧରେ ପାଣି ଭାର ଧରି ଦଳ ଦଳ ହୋଇ ଯାଉଥିବାର ଦେଖିବାକୁ ମିଳିଛି। ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ପାଖ ବ୍ଲକ ଭୁବନ, କାମାକ୍ଷାନଗର, ଓଡ଼ାପଡ଼ ସଦର ସହିତ ପଡ଼ୋଶୀ ଜିଲ୍ଲା ଯାଜପୁର, କଟକ, ଅନୁଗୁଳ, ଭଦ୍ରକ, କେନ୍ଦୁଝର, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ଆଦି ସ୍ଥାନମାନଙ୍କରୁ ପୁରୁଷ ମହିଳା ଭକ୍ତମାନେ ଆସି ଉକ୍ତ ଧର୍ମସ୍ଥଳୀରେ ସମାଗମ ହୋଇସାରିଲେଣି। ଦେଓଗାଁ ଛକଠାରୁ ଆରମ୍ଭ କରି କପିଳାସ, ମୃଗବିହାର, ବୃଷଭ ଓ ବାରବାଙ୍କ ମନ୍ଦିର ପାଖରେ ହଜାର ହଜାର ସଂଖ୍ୟାର କାଉଡ଼ୁଆ ଭକ୍ତମାନଙ୍କର ଭିଡ଼ ଲାଗିଲାଣି। ପ୍ରାୟ 50,000 ପାଖାପାଖି ଭକ୍ତ ଏଠାରେ ଦେଖିବାକୁ ମିଳିଛନ୍ତି। ଏବେ ସୁଦ୍ଧା ଅନେକ ଭକ୍ତ ରାସ୍ତାରେ ଯାଉଥିବା ବେଳେ ଅନେକ ସ୍ଥାନରେ ଭକ୍ତମାନେ ବିଶ୍ରାମ ନେଉଥିବାର ଦେଖିବାକୁ ମିଳୁଛି। ଭିଡ଼କୁ ଦୃଷ୍ଟିରେ ରଖି ଦେବୋତ୍ତର ବିଭାଗ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିବା ସ୍ଥଳେ ଆଇନ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଅନ୍ଦିଆ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।